ଗୋଟିଏ ବୁଢ଼ୀ ଡାହାଣୀ ଜଙ୍ଗଲରୁ ତାର ଘରକୁ ଫେରୁଥିଲା। ସେ ଫେରିଲା ବେଳେ ଦେଖିଲା କିଛି କୁଆ ଏକ ଜାଗାରେ ରୁଣ୍ଡିତ ହୋଇଛନ୍ତି। ଏହା ଦେଖି ଡାହାଣୀ ସେ କୁଆ ଥିବା ଜାଗାକୁ ଗଲା ଏବଂ ସେଠାରେ ପହଞ୍ଚିବା ପରେ କୁଆଗୁଡ଼ିକ ଉଡ଼ିଗଲେ। କୁଆ ଉଡ଼ିବା ପରେ ବୁଢ଼ୀ ଡାହାଣୀ ଦେଖିଲା ଗୋଟିଏ ମଣିଷ ଛୁଆଟେ ତଳେ ପଡ଼ି କାନ୍ଦୁଥାଏ। ଏହା ଦେଖି ବୁଢ଼ୀ ଡାହାଣୀର ମନରେ ଦୟା ଆସିଲା। ତେଣୁ ସେ ଛୁଆଟାକୁ ଉଠାଇ ଆଣି ତାର ଘରକୁ ପଳାଇ ଆସିଲା। ଘରକୁ ଆସିବା ପରେ ଦେଖିଲା ଛୁଆଟିର କାନ୍ଦ ବନ୍ଦ ହେଉନଥାଏ। ଏହା ଦେଖି ବୁଢ଼ୀ ଡାହାଣୀ କହିଲା, ଆରେ ଇଏ କ'ଣ? ଏ ଛୁଆଟା ସେତେବେଳେ ଏପରି କାନ୍ଦୁଛି କାହିଁକି? ମୋତେ ଯାହା ଲାଗୁଛି ୟାକୁ ଜୋରରେ ଭୋକ ଲାଗୁଛି ବୋଧେ। ହେଲେ ମୋ ପାଖରେ ତ କିଛି ବି ଖାଦ୍ୟ ନାହିଁ। ଏବେ ଏ ଛୁଆଟାକୁ କ'ଣ ଖାଇବାକୁ ଦେବି? ଆରେ ହଁ, ମୁଁ ଯାଉଛି ଗୋଟିଏ ଗାଈ ପାଖକୁ ଯିବି ଏବଂ ତା ପାଖରୁ କ୍ଷୀର ନେଇକି ଆସିବି ଓ ତାପରେ ଏ ଛୁଆକୁ ପିଇବାକୁ ଦେବି। ଓ ଏ ପାଖରେ ବିଲୁଆ ଛୁଆ ପଡ଼ିଥିବା ଜାଗାକୁ ବାଘକୁ ନେଇକି ଆସିଲା ଓ ସେମାନେ ଦେଖିଲେ ସେଠାରେ ଛୁଆ ନାହିଁ। ଏହା ଦେଖି ବାଘ ବହୁ ଜୋରରେ ରାଗିଗଲା ଓ କହିଲା, ହଇରେ ବିଲୁ, ତୋ ମୁଣ୍ଡ ଫୁଣ୍ଡ କାମ କରୁନି କିରେ? ତୁ ପା ମୋତେ କହିକି ଆସିଲୁ ଏଠାରେ ମଣିଷ ଛୁଆଟେ ପଡ଼ିଛି ବୋଲି, ଯାହାକୁ ଆମେ ଖାଇଥାନ୍ତେ। ହେଲେ ଏଠାରେ ତ କେହି ବି ନାହାନ୍ତି। ମୁଁ ଶୋଇଥିଲି, ହେଲେ ତୁ ମୋତେ ବେକାରଟାରେ ହଇରାଣ କଲୁ। ତେଣୁ ମୁଁ ତତେ ଏବେ ଖାଇଯିବି। ଆରେ ମାମା, ମୁଁ ସତ କଥା କହୁଛି। ଆଉ ଅଳ୍ପ ସମୟ ପୂର୍ବରୁ ମୁଁ ଦେଖିଥିଲି ଏଠାରେ ଗୋଟେ ମଣିଷ ଛୁଆ ପଡ଼ିଥିଲା। ହେଲେ ଏବେ ସେଟା କୁଆଡ଼େ ଗଲା ମୁଁ କାହିଁ ପାଉନି। ମୋତେ ଯାହା ଲାଗୁଛି ସେ ମଣିଷ ଛୁଆଟାକୁ ବୋଧେ ଆଉ କିଏ ନେଇଗଲା। ତେଣୁ ମୋତେ ପତା ଲଗାଇବାକୁ ପଡ଼ିବ ଏବଂ ତାପରେ ଆମେ ସେ ମଣିଷ ଛୁଆକୁ ଖାଇବା ସହ ତାକୁ ଯିଏ ନେଇଛି ତାକୁ ମଧ୍ୟ ଖାଇବା। ତମେ ବାସ୍ ଖାଲି ମୋତେ କିଛି ସମୟ ଦିଅ। ଆରେ ବିଲୁ, ତୁ ଯେତେ ସମୟ ନେବା କଥା ନେ, ହେଲେ ମୋତେ ସେ ମଣିଷ ଛୁଆର ମାଂସ ଆଣିକି ଦେ। ମୁଁ ଖାଇବି, ନହେଲେ ମୁଁ ତ ମାଂସ ଖାଇବି ଓ ତାପରେ ଯାଇ ଯୋଉ କଥା। ଓ ଏ ପାଖରେ ଡାହାଣୀ ଗାଈ ପାଖରେ ପହଞ୍ଚି କହିଲା, ଆରେ ଏ ଗାଈ, ମୋର ତୋ ପାଖରେ ଗୋଟେ ସାହାଯ୍ୟର ଆବଶ୍ୟକ ଅଛି। ତେଣୁ ଦୟାକରି ମୋତେ ସାହାଯ୍ୟ କର ଓ ୟା ବଦଳରେ ତମେ ମୋତେ ଯାହା ମାଗିବ ମୁଁ ତୁମକୁ ସେଇଆ ଦେବି। ଆରେ ଡାହାଣୀ ନାନୀ, ହଠାତ୍ ତମେ ଆଜି ମୋ ପାଖରେ କାହିଁକି? ଓ ମୋ ପାଖରେ ଏମିତି କି ସାହାଯ୍ୟ ପାଇବାକୁ ଚାହୁଁଛ? ଶୀଘ୍ର କୁହ। ଯଦି ମୋ ଦ୍ୱାରା ସମ୍ଭବ ତାହେଲେ ମୁଁ ତୁମର ନିଶ୍ଚିତ ସାହାଯ୍ୟ କରିବି। ଆରେ ଏ ଗାଈ, ମୁଁ ଗୋଟେ କଥା କହୁଛି, ତୁ କାହା ପାଖରେ କହିବୁନୁ। ଓ ସେଇଟା ହେଲା, ମୁଁ ଜଙ୍ଗଲରୁ ଫେରିଲା ବେଳେ ଗୋଟିଏ ମଣିଷ ଛୁଆ ପାଇଲି ଓ ସେ ଛୁଆଟି ବହୁତ ଭୋକିଲା ଅଛି। ତେଣୁ ତୁ ତୋର କ୍ଷୀର ଟିକେ ଦେ, ମୁଁ ସେ ଛୁଆକୁ ଖୁଆଇବି। ଆଉ ହଁ, ମୁଁ ଯେତେ ପର୍ଯ୍ୟନ୍ତ ଏ ଛୁଆକୁ ତାର ବାପା ମାଆଙ୍କୁ ନ ଦେଇଛି ସେତେ ପର୍ଯ୍ୟନ୍ତ ତୁ ମୋତେ କ୍ଷୀର ଦେବୁ। ଆଉ ହଁ, ଦୟାକରି ଏ ବିଷୟରେ କାହା ପାଖରେ କହିବୁନୁ, ନହେଲେ ଜଙ୍ଗଲୀ ଜୀବଜନ୍ତୁ ମୋ ଘରେ ପଶି ସେ ଛୁଆଟାକୁ ଖାଇଦେବେ। ଆରେ ଏଇ ଗୋଟିଏ ସାମାନ୍ୟ କଥା। ତମେ ସେ ମଣିଷ ଛୁଆକୁ ଆଣି ବହୁତ ବଡ଼ ପୁଣ୍ୟର କାମ କରିଛ। ମୁଁ ଏ କ୍ଷେତ୍ରରେ ପୁରା ତୁମର ସାଥ ଦେବି। ତେଣୁ ତମେ ଏଇଠାରେ କିଛି ସମୟ ଅପେକ୍ଷା କର, ମୁଁ ତୁମକୁ କ୍ଷୀର ଆଣି ଦେଉଛି। ଏହା ଶୁଣି ଗାଈ ସେଠାରୁ ତାର ଘରକୁ ପଳାଇ ଆସିଲା ଏବଂ ଏଠି ଡାହାଣୀ ଗାଈର ଫେରିବା ବାଟକୁ ଅପେକ୍ଷା କଲା ଏବଂ କିଛି ସମୟ ପରେ ଗାଈ କ୍ଷୀର ନେଇ ଡାହାଣୀ ପାଖରେ ପହଞ୍ଚିଗଲା ଓ ତାପରେ ଡାହାଣୀ କ୍ଷୀର ନେଇ ସେଠାରୁ ପଳାଇ ଆସିଲା। ଡାହାଣୀ ଫେରିଲା ବେଳେ ହଠାତ୍ ବିଲୁଆ ଦେଖିଲା ଡାହାଣୀ ହାତରେ କ୍ଷୀର ଥାଏ। ଏହା ଦେଖି ବିଲୁଆକୁ କଥାଟା ଟିକିଏ ହଜମ ହେଲା ନାହିଁ, କାରଣ ଯେଉଁ ଡାହାଣୀ ମାଂସ ବିନା ରହିପାରେନି ସେ କ୍ଷୀର କାହିଁକି ନେଉଛି। ଏହା ଭାବି ବିଲୁଆ କହିଲା, ଆରେ ଇଏ କ'ଣ? ଏ ଡାହାଣୀ କ୍ଷୀର କ'ଣ ପାଇଁ ନେଉଛି? ଯିଏ ଜଙ୍ଗଲର ଜୀବଜନ୍ତୁର ମାଂସ ଖାଏ ଓ ରକ୍ତ ପିଏ, ହେଲେ ଏବେ ଇଏ କ୍ଷୀର କ'ଣ କରିବ? ୟା ପାଖରେ ଆଉ ସେ ମଣିଷ ଛୁଆ ନାହିଁ ତ, ତେଣୁ ମୋତେ ୟାର ପିଛା କରିବାକୁ ପଡ଼ିବ। ବିଲୁଆ ଏପରି କହି ଡାହାଣୀର ପିଛା କରିବାରେ ଲାଗିଲା। ହେଲେ ଡାହାଣୀ ଜାଣିପାରିଲା
ତାର ପିଛା ବିଲୁଆ କରୁଛି ବୋଲି ତେଣୁ ଡାହାଣୀ ରହିଗଲା ଓ ତାପରେ କହିଲା, ହଇରେ ମୂର୍ଖ ବିଲୁଆ, ତୁ ମୋର ପିଛା କରୁଛୁ କାହିଁକି? ତୋର କ'ଣ ମୋ ଉପରେ ଭୟ ପଳେଇଲାଣି କି? ଭୁଲି ଗଲୁ କି ସେ ପୂର୍ବ କଥା ସବୁ? ମୁଁ କିପରି ଜୀବଜନ୍ତୁଙ୍କୁ ମାରି ଖାଏ ସେ ନୃଶଂସ ଗୁଣ ଏବେ ବି ମୋ ପାଖରେ ଅଛି। ଆଜି ମୋର ଗୋଟେ କାମ ଅଛି ବୋଲି ତତେ ଛାଡ଼ିଦେଲେ, ନହେଲେ ଏଇଠାରେ ତତେ ମାରିକି ଖାଇଥାନ୍ତି। ଆରେ ଏ ଡାହାଣୀ ନାନୀ, ତୁମେ ଭୁଲ ବୁଝୁଛ। ମୁଁ ତୁମର ପିଛା କରୁନଥିଲି, ବରଂ ଆଗକୁ ବଢୁଥିଲି। ହେଲେ ତୁମକୁ ଲାଗିଲା ମୁଁ ତୁମର ପିଛା କରୁଛି ବୋଲି। ହଉ ଠିକ ଅଛି, ଯଦି ତୁମକୁ ଏପରି ଲାଗୁଛି ତାହେଲେ ମୁଁ ଏଠାରୁ ପଳାଉଛି। ଆଉ ଯଦି କେବେ ମୁଁ ତୁମକୁ ଆଗକୁ ଯିବାର ଦେଖେ ତାହେଲେ ମୁଁ ରହିଯିବି ଓ ତମେ ଗଲା ପରେ ମୁଁ ଯିବି। ବିଲୁଆ ଏପରି କହି ସେଠାରୁ ପଳାଇ ଆସିଲା। ବିଲୁଆ ଗଲା ପରେ ଡାହାଣୀ କହିଲା, ଆରେ ମତେ ଯାହା ଲାଗୁଛି ଏ ବିଲୁଆ ବୋଧେ ଜାଣିପାରିଲା ମୋ ପାଖରେ ସେ ମଣିଷ ଛୁଆ ଅଛି ବୋଲି। ତେଣୁ ଯେତେ ଶୀଘ୍ର ପାରିବି ସେ ଛୁଆଟାକୁ ତାର ବାପା ମାଙ୍କୁ ଦେଇଦେବି, ନହେଲେ ଜଣା ନାହିଁ କେତେବେଳେ କ'ଣ ହୋଇଯିବ, ଯାହାଦ୍ୱାରା ପିଲାଟାର ମୃତ୍ୟୁ ଘଟିବ। ଡାହାଣୀ ଏପରି କହି ଘରକୁ ଫେରିଲା। ହେଲେ ବିଲୁଆ ବାଘକୁ ଧରି ଗାଈ ପାଖରେ ପହଞ୍ଚିଗଲା। ଆରେ ଏ ଗାଈ, ତତେ ଯାହା ପଚାରିବୁ ତାହାକୁ ତୁ ଗୋଟି ଗୋଟି କରି କହିବୁ, ନହେଲେ ଆଜି ତତେ ଏଇଠାରେ ବାଘ ମାମା ଓ ମୁଁ ମାରିକି ଖାଇବୁ। ଆଉ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ସବୁ କଥା କହିବୁ। ହଉ ଏବେ କହ, ସେ ଡାହାଣୀ ତୋ ପାଖକୁ କାହିଁକି ଆସିଥିଲା ଓ ସେ ତୋର କ୍ଷୀର କାହିଁକି ନେଇକି ଗଲା? ଆରେ ଏ ବିଲୁଆ ଓ ବାଘ ଭାଇ, ମୁଁ ସେ ଡାହାଣୀ ବିଷୟରେ କିଛି ବି ଜାଣିନି, କିମ୍ବା ସେ କ୍ଷୀର କାହିଁକି ନେଲା ମୁଁ ବି ଜାଣିନି। ସେ ବାସ୍ ମୋତେ କିଛି ଟଙ୍କା ଦେଲା ଓ ତାପରେ ମୁଁ ତାକୁ କ୍ଷୀର ଦେଲି ଓ ତାପରେ ସେ ଏଠାରୁ ପଳାଇଲା। ତେଣୁ ତା ବିଷୟରେ ମୁଁ କିଛି ବି କହିପାରିବି ନାହିଁ। ଆରେ ବିଲୁ, ଏ ଗାଈ ମାନିବ ନାହିଁ ସେ ଡାହାଣୀ କାହିଁକି କ୍ଷୀର ନେଲା ବୋଲି। ଏ ଗାଈ, ତୁ ଭୁଲି ଯାଉଛି କି ଆଉ ଅଳ୍ପ ଦିନ ପରେ ତୁ ଛୁଆ ଦେବୁ। ଆଉ ମନେ ରଖ, ଯେବେ ବି ତୋ ଛୁଆ ଜଙ୍ଗଲରେ ବୁଲିବ ସେତେବେଳେ ମୁଁ ଓ ବିଲୁଆ ତାକୁ ମାରିକି ଖାଇବୁ। ଏବେ ତୋ ହାତରେ ସବୁ କଥା। ତୁ ତୋର ଛୁଆକୁ ବଞ୍ଚାଇବୁ ନା ସେ ଡାହାଣୀକୁ ବଞ୍ଚାଇବୁ। ଏହା ଶୁଣି ଗାଈ ବହୁତ ଡରିଗଲା ଓ ଗୋଟେ ବଡ଼ ଧର୍ମ ସଙ୍କଟରେ ପଡ଼ିଗଲା। କାରଣ ଯଦି ସେ କହିଦିଏ ତାହେଲେ ମଣିଷ ଛୁଆଟାକୁ ଏମାନେ ମାରିଦେବେ, ଏବଂ ଯଦି ନ କୁହେ ତାହେଲେ ସେ ମରିବା ସହ ତାର ଛୁଆ ମଧ୍ୟ ମରିବ। ଏପରି ସେ ଭାବିବାରେ ଲାଗିଲା। ଏହା ଦେଖି ବିଲୁଆ କହିଲା, ହଇରେ ଗାଈ, ସେତେବେଳେ କ'ଣ ଭାବୁଛୁ? ଶୀଘ୍ର ଆମକୁ କହିବୁ ଯଦି କହ, ଆମେ ଏଠାରୁ ଯାଉଛୁ। ଆଉ ଆମ ପାଖରେ ଜମା ବି ସମୟ ନାହିଁ। ଆଉ ତୁ ଅପେକ୍ଷା କର, ତୋର ଛୁଆ ଜନ୍ମ ହେବା ପରେ ଏଠାକୁ ଆସିବୁ ଓ ତାପରେ ତତେ ଏବଂ ତୋର ଛୁଆକୁ ମାରିକି ଖାଇବୁ। ଏହା ଶୁଣି ଗାଈର ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ କହିଲା, ଆରେ ଏ ବିଲୁଆ ଓ ବାଘ ଭାଇ, ସେ ଡାହାଣୀ ଗୋଟିଏ ମଣିଷ ଛୁଆକୁ ଜଙ୍ଗଲରୁ ପାଇଛି ଓ ତାକୁ କ୍ଷୀର ଦେବା ପାଇଁ ମୋ ପାଖକୁ ଆସିଥିଲା। ଆଉ ସେ ଯେତେ ପର୍ଯ୍ୟନ୍ତ ଛୁଆଟାକୁ ତାର ବାପା ମାଙ୍କୁ ନ ଦେଇଛି ସେତେ ପର୍ଯ୍ୟନ୍ତ ଡାହାଣୀ ମୋ ପାଖକୁ କ୍ଷୀର ନେବାକୁ ଆସିବ। ଏହା ଶୁଣି ବାଘ ଓ ବିଲୁଆ ବହୁତ ଖୁସି ହୋଇଗଲେ, କାରଣ ଏବେ ସେ ଛୁଆଟାର କଅଁଳିଆ ମାଂସ ଖାଇବେ। ଏବଂ ତା ପରଦିନ ସକାଳ ହେବା ପରେ ବିଲୁଆ ଓ ବାଘ ଗୋଟିଏ ଜାଗାରେ ଲୁଚିକି ରହି ଡାହାଣୀ ଗାଈ ପାଖକୁ ଆସିବାର ଅପେକ୍ଷା କଲେ। ଅପେକ୍ଷା କରି କରି କିଛି ସମୟ ପରେ ଦେଖିଲେ ଡାହାଣୀ ଗାଈ ପାଖକୁ କ୍ଷୀର ଆଣିବା ପାଇଁ ଗଲା। ଏହା ଦେଖି ବାଘ କହିଲା, ଅରେ ଏ ବିଲୁ, ସମୟ ଏବେ ହୋଇଗଲା ସେ ମଣିଷ ଛୁଆକୁ ଆଣିବା ପାଇଁ, କାରଣ ଏ ଡାହାଣୀ ଏବେ ଗାଈ ପାଖକୁ ଆସିଲା। ସେ ଫେରିବା ପୂର୍ବରୁ ଚାଲ ଡାହାଣୀର ଘରକୁ ଯିବା ଏବଂ ସେ ଛୁଆକୁ ନେଇ ଆସିବା ଓ ତାପରେ ଆନନ୍ଦରେ ଖାଇବା। ହଁ। ବାଘ ଏପରି କହିବା ପରେ ଦୁହେଁ ଡାହାଣୀର ଘର ପାଖକୁ ଗଲେ ଏବଂ ଏଠାରେ ଡାହାଣୀ ଗାଈ ପାଖରେ ପହଞ୍ଚିବା ପରେ ଦେଖିଲା ଗାଈର ମନ ଦୁଃଖ ଅଛି। ଏହା ଦେଖି ଡାହାଣୀ ପଚାରିଲା, ଆରେ ଏ ଗାଈ, ତୋର କ'ଣ ହୋଇଛି? ତୁ ଆଜି ଏପରି ଏତେ ମନ ଦୁଃଖ କରୁଛୁ କାହିଁକି? କ'ଣ ତୋର କିଛି ଅସୁବିଧା ହୋଇଛି କି?
ଯଦି ତୋର କିଛି ଅସୁବିଧା ହୋଇଛି ତାହେଲେ ମୋତେ କହ, ମୁଁ ତାକୁ ଠିକ୍ କରିଦେବି। ବାସ୍ ତୁ ଥରେ ଖାଲି ହସିବା ଦରକାର। ଏହା ଶୁଣି ଗାଈ ଟିକେ ଦୁଃଖ ଓ ଭାବବିହ୍ୱଳ ହୋଇ କହିଲା, ଆରେ ଡାହାଣୀ ନାନୀ, ଦୟାକରି ମୋତେ କ୍ଷମା କରିଦିଅ। ମୁଁ ତୁମର କଥାକୁ ଗୁପ୍ତ ରଖିପାରିଲି ନାହିଁ, କାରଣ ମୁଁ ମୋର ପରିସ୍ଥିତି ଉପରେ ପୁରା ବନ୍ଧା ଥିଲି। ସେଥିପାଇଁ ମୋତେ ଆଜି ଜମା ବି ଭଲ ଲାଗୁନି ଓ ମୋର ମନ ମଧ୍ୟ ବହୁତ ଦୁଃଖ। ଆରେ ଏ ଗାଈ, ତୁ କ'ଣ କହୁଛୁ? ମୁଁ ଜମା ବି ବୁଝିପାରୁନି। ଦୟାକରି ମୋତେ ସବୁ କଥା ଖୋଲିକି କହ, ଯାହାଦ୍ୱାରା ମୁଁ ସବୁ କଥା ବୁଝିବି। ଓ ତୁ ମୋତେ କ୍ଷମା କାହିଁକି ମାଗୁଛୁ? ଆରେ ଏ ଡାହାଣୀ ନାନୀ, ତମେ ମୋତେ ମନା କରିଥିଲ ମଣିଷ ଛୁଆ ବିଷୟରେ କାହାକୁ ନ କହିବା ପାଇଁ। ହେଲେ କାଲି ତୁମେ ଗଲା ପରେ ଗୋଟେ ବାଘ ଓ ବିଲୁଆ ମୋ ପାଖକୁ ଆସିଲେ ଏବଂ ତୁମେ ମୋ ପାଖରୁ କ୍ଷୀର କାହିଁକି ନେଉଛ ପଚାରିଲେ। ହେଲେ ମୁଁ ଏ ବିଷୟରେ କିଛି ବି ନ କହିବାରୁ ସେ ମୋତେ ଧମକାଣି ଦେଲେ ଯେ ମୋ ଛୁଆ ଜନ୍ମ ହେବା ପରେ ସେମାନେ ତାକୁ ମାରିଦେବେ। ମୁଁ ଏହି କାରଣରୁ ବାଧ୍ୟ ହୋଇ ମଣିଷ ଛୁଆଟା ବିଷୟରେ କହିଦେଲି। ଦୟାକରି ମୋତେ କ୍ଷମା କରିଦିଅ ନାନୀ। ଆରେ ଏ ଗାଈ, ତୁ ମୋତେ କ୍ଷମା ମାଗନି, କାରଣ ତୋ ଜାଗାରେ ଯେଉଁ ମା ଥିଲେ ବି ସେ ଏଇଆ କରିଥାନ୍ତା। ଯାହା ହେଉ, ତୁ ଠିକ୍ ସମୟ ପୂର୍ବରୁ ମୋତେ କହିଦେଲୁ। ଏବେ ଖାଲି ଦେଖ, ସେ ବିଲୁଆ ଓ ବାଘର ମୁଁ କି ଅବସ୍ଥା କରୁଛି। ମୁଁ ତାଙ୍କୁ ଏପରି ଶାସ୍ତି ଦେବି ଯେମିତି ସେ ଜୀବନରେ କେବେ ବି ଆଉ କୌଣସି ମଣିଷ ଛୁଆ ଉପରେ ନଜର ପକାଇବେ ନାହିଁ। ଡାହାଣୀ ଏପରି କହି ସେଠାରୁ ତାର ଘରକୁ ଫେରିବାରେ ଲାଗିଲା। ଏ ପାଖରେ ବିଲୁଆ ଓ ବାଘ ଛୁଆଟାକୁ ଦେଖି ଖୁସି ହେଲେ। ଆରେ ମାମା, କେତେ ସୁନ୍ଦର ଗୁଲଗୁଲିଆ ଛୁଆଟା ହୋଇଛି। ଏ ଛୁଆଟାକୁ ଦେଖି ମୋ ପାଟିରୁ ଖାଲି ଲାଳ ଗଡୁଛି, ଲାଳ। ଥରେ ଖାଲି ଭାବ, ୟାକୁ ଖାଇବା ପରେ ଏ ମାଂସଟା କେତେ ଟେଷ୍ଟି ଲାଗିବ। ହଇରେ ବିଲୁ, ଆଉ ବେଶୀ କଥା ନ କହି ଏ ଛୁଆଟାକୁ ଏଠାରୁ ନେବା ବ୍ୟବସ୍ଥା କର। ନହେଲେ ଯଦି ଏଠାରେ ଡାହାଣୀ ପହଞ୍ଚି ଯାଏ ନା, ତାହେଲେ ଆମେ ଆଉ ଏ ଛୁଆଟାକୁ କ'ଣ ଖାଇବା? ସେ ଆମ ଦୁଇ ଜଣଙ୍କୁ ମାରିକି ଖାଇଯିବ। ବାଘ ଏପରି କହୁଥିବା ବେଳେ ଡାହାଣୀ ଆସି ତାର ଘର ପାଖରେ ପହଞ୍ଚିଗଲା ଓ ଏତିକି ବେଳେ ଦେଖିଲା ବିଲୁଆ ଓ ବାଘ ମଣିଷ ଛୁଆଟାକୁ ଧରି ଦୌଡ଼ିକି ପଳାଉଛନ୍ତି। ସେ ଦୁଇ ଜଣ ଦୌଡ଼ୁଥିବା ବେଳେ ହଠାତ୍ ଦୁଇଟି ତୀର ଆସି ତାଙ୍କ ଦୁଇ ଜଣଙ୍କ ଦେହରେ ବାଜିଲା, ଯାହାଦ୍ୱାରା ସେ ଦୁଇ ଜଣ ସେଇଠାରେ ପଡ଼ିଗଲେ। ଓ ତାପରେ ଛୁଆଟିର ବାପା ସେଠାକୁ ଆସି ସେ ଛୁଆଟାକୁ ଉଠାଇଲା ଓ ତାପରେ କହିଲା, ଆରେ ଏ ଡାହାଣୀ, ମୋ ଛୁଆକୁ ଏ ଦୁଇ ଜଣ ମାରିକି ଖାଇବାକୁ ଚେଷ୍ଟା କରୁଥିଲେ, ତେଣୁ ତାଙ୍କ ଦୁଇ ଜଣଙ୍କୁ ମାରିଦେଲି। ୟାଙ୍କ ଦୁଇ ଜଣଙ୍କ ପରି ତୁ ମଧ୍ୟ ମୋ ପୁଅକୁ ମାରିବା ପାଇଁ ଚେଷ୍ଟା କରୁଥିଲୁ, ତେଣୁ ତୁ ମଧ୍ୟ ମୋ ହାତରୁ ମରିବା ପାଇଁ ରେଡି ହୋଇଯା। ଆରେ ଭାଇ, ମୁଁ ତୁମ ପୁଅକୁ କେବେ ବି ମାରିବା ପାଇଁ ଚେଷ୍ଟା କରୁନଥିଲି, ବରଂ ତାକୁ ଜଙ୍ଗଲରୁ ପାଇ ମୋ ପାଖରେ ରଖିଥିଲେ ଓ ଚେଷ୍ଟା କରୁଥିଲେ ଏ ଛୁଆଟିକୁ ତାର ବାପା ମାଙ୍କୁ ଫେରାଇ ଦେବା ପାଇଁ। ହଇରେ ଡାହାଣୀ, ତୁ ମୋ ହାତରେ ତୀର ଥିବା ଦେଖି ସଙ୍ଗେ ସଙ୍ଗେ ତୋର ରୂପ ପରିବର୍ତ୍ତନ କରିଦେଲୁ। ତୁ ବୁଢ଼ୀ ହୋଇ ମଧ୍ୟ ଏତେ ମିଛ କିପରି କହୁଛୁ? ତୁ ମୋ ପୁଅକୁ ମାରିବାକୁ ଚେଷ୍ଟା କରିଛୁ ମାନେ ମୋ ହାତରୁ ଆଜି ମରିବୁ। ସେ ଏପରି କହୁଥିବା ବେଳେ ଗାଈ ସେଠାରେ ପହଞ୍ଚିଗଲା ଓ ତାପରେ ସବୁ କଥା ଗୋଟି ଗୋଟି କରି ସେଠାରେ ଛୁଆର ବାପାକୁ କହିଲା। ଏହା ଶୁଣିବା ପରେ ଲୋକଟିର ମନ ପରିବର୍ତ୍ତନ ହୋଇଗଲା ଓ ତାପରେ ସେ କହିଲା, ଆରେ ଏ ଡାହାଣୀ ନାନୀ, ଦୟାକରି ମୋତେ କ୍ଷମା କରିଦେ। ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଗଲା। ମୁଁ ମୋର ପୁଅକୁ ନ ପାଇ ବହୁତ ରାଗି ଯାଇଥିଲି, ତେଣୁ ରାଗରେ ମୁଁ ନ ବୁଝି ନ ସୁଝି ଏପରି କଥାବାର୍ତ୍ତା କହିଦେଲି, ତେଣୁ ମୋତେ କ୍ଷମା କରିଦେ ଡାହାଣୀ ନାନୀ। ସେ ଏପରି କହି ଡାହାଣୀକୁ ଭୁଲ ମାଗିଲା।
ଏକ ବିଲୁଆ ଗାଁରୁ ଗୋଟିଏ କୁକୁଡ଼ା ଧରି ଆସୁଥିଲା। ଆରେ ଯା ହେଉ ଆଜି ଗୋଟେ କୁକୁଡ଼ା ପାଇଗଲି। ବହୁତ ଦିନ ହେବ ମୁଁ କୁକୁଡ଼ା ମାଂସ ଖାଇ ନଥିଲି, ହେଲେ ଆଜି କୁକୁଡ଼ା ମାଂସକୁ ମୁଁ ଓ ମୋର ସ୍ତ୍ରୀ ମିଶି ଖାଇବୁ। ଓହୋ, ମୋ ସ୍ତ୍ରୀ ଯଦି ଏ କୁକୁଡ଼ା ଦେଖିବ ତାହେଲେ ସେ ବହୁତ ଖୁସି ହୋଇଯିବ। ତେଣୁ ମୋତେ ଶୀଘ୍ର ତା ପାଇଁ କୁକୁଡ଼ା ନେବାକୁ ପଡ଼ିବ। ବିଲୁଆ ଏତିକି କହିଛି କି ନାହିଁ, ହଠାତ୍ ଗୋଟିଏ ତୀର ଆସି ତା ବେକରେ ବାଜିଲା, ଯାହାଦ୍ୱାରା ତାର ମୁଣ୍ଡ ଶରୀରରୁ ଅଲଗା ହୋଇଗଲା, ଯାହାଦ୍ୱାରା ବିଲୁଆର ସେଇଠାରେ ମୃତ୍ୟୁ ହୋଇଗଲା। ଏତିକି ବେଳେ ରମେଶ ସେଇଠାରେ ପହଞ୍ଚିଗଲା ଓ କହିଲା, ଆଲୋ ମୋ ସୁନ୍ଦରୀ କୁକୁଡ଼ା, ଆଇଲୁ ଆଇଲୁ ମୋ ପାଖକୁ ଆଇଲୁ। ଯଦି ଆଉ କିଛି ସମୟ ବିଳମ୍ବ କରିଥାନ୍ତି ତାହେଲେ ଏ ଦୁଷ୍ଟ ବିଲୁଆ ତତେ ମାରିକି ଖାଇ ଦେଇଥାନ୍ତା, ହେଲେ ମୁଁ ଠିକ ସମୟରେ ଆସି ବଞ୍ଚାଇ ଦେଲି। ହଇରେ ମୂର୍ଖ ଦୁଷ୍ଟ ବିଲୁଆ, ତୁ କଣ ଭାବିଲୁ ଏପରି ଆସି ମୋ କୁକୁଡ଼ାକୁ ନେଇକି ପଳାଇବୁ? ଏହା କଦାପି ସମ୍ଭବ ନୁହଁ, ତେଣୁ ମୋର ଏଇଠାରେ। ରମେଶ ଏପରି କହି ତାର କୁକୁଡ଼ାକୁ ଧରି ସେଠାରୁ ପଳାଇ ଆସିଲା। ସେ ଆସିଲା ବେଳେ ବାଟରେ ରୋହି ବାବାଙ୍କୁ ଦେଖି ରହିଗଲା। ଏହା ଦେଖି ରୋହି ବାବା କହିଲେ, ଆରେ ରମେଶ, କଣ ଏପରି କୁକୁଡ଼ା ଧରି ବୁଲୁଛୁ? ସେ ହେଉଛି ବୁଲନ୍ତା ଜୀବ, ତେଣୁ ତାକୁ ଛାଡ଼, ସେ ବୁଲାବୁଲି କରିବ। କଣ କହିବି ବାବା, ଗୋଟେ ଦୁଷ୍ଟ ବିଲୁଆ ମୋ କୁକୁଡ଼ାକୁ ଧରି ପଳାଉଥିଲା, ତେଣୁ ମୁଁ ମୋର ତୀର ମାଧ୍ୟମରେ ସେ ବିଲୁଆକୁ ଦୁଇ ଫାଳ କରିଦେଇ ମାରିଦେଲି ଓ ତାପରେ ମୁଁ ମୋର କୁକୁଡ଼ାକୁ ଧରି ଘରକୁ ଯାଉଛି, ତେଣୁ ଏ କୁକୁଡ଼ାକୁ ହାତରେ ଧରିଛି। ଏହା ଶୁଣି ରୋହି ବାବା ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଆଜି ହେଉଛି ଅମାବାସ୍ୟା। ଏହି ଅମାବାସ୍ୟାରେ ଶୈତାନ ଶକ୍ତି ବଢ଼ିଯାଏ। ହେଲେ ଏଥିରେ ଅଜଣା ଥିବା ରମେଶ ବିଲୁଆକୁ ଦୁଇ ଫାଳ କରିଦେଇ ମାରିଦେଇଛି। ଏପରି ଭାବି ବାବା କହିଲେ, ଆରେ ରମେଶ, ଇଏ ତୁ କଣ କରିଦେଲୁ ରେ? ଆଜି ହେଉଛି ଅମାବାସ୍ୟା, ହେଲେ ଏହା ନ ଜାଣି ତୁ ସେ ବିଲୁଆକୁ ମାରିଦେଲୁ। ଆଜି ଶୈତାନ ଶକ୍ତିର ପ୍ରଭାବ ବହୁତ ଥିବ, ତେଣୁ ଦେଖିବୁ ବିଲୁଆ ଗୋଟିଏ ଭୂତରେ ପରିଣତ ହୋଇ ତୋ ଠାରୁ ପ୍ରତିଶୋଧ ନେବା ସହ ଅନ୍ୟ ଲୋକମାନଙ୍କୁ ମାରିବ। ବାବା, ମୁଁ ଏ ବିଷୟରେ ସତରେ କିଛି ଜାଣିନଥିଲି, ଅଜଣାରେ ଏପରି ଭୁଲ କରିଦେଇଛି, ତେଣୁ ଦୟାକରି କୁହନ୍ତୁ ଏପରି ପରିସ୍ଥିତିରେ କଣ କରିବି ଓ କିପରି ମୋ ନିଜକୁ ବଞ୍ଚାଇବି? ରମେଶ, ଏପରି ପରିସ୍ଥିତିରେ ବଞ୍ଚିବା ପାଇଁ କେବଳ ଗୋଟିଏ ଉପାୟ ଅଛି, ସେଇଟା ହେଲା ତୁ ଏ କୁକୁଡ଼ାକୁ ନେଇ ସେ ବିଲୁଆ ପାଖରେ ବଳି ଦେଇ ଆସ। କାରଣ ବିଲୁଆ ଏ କୁକୁଡ଼ାକୁ ନେଲା ବେଳେ ମରିଛି, ମାନେ ଏ କୁକୁଡ଼ାକୁ ଖାଇବା ପାଇଁ ତାର ଲୋଭ ଥିଲା, ତେଣୁ ୟାକୁ ବଳି ଦେବା ପରେ ସବୁ ଠିକ ହୋଇଯିବ। ହଇଓ ବାବା, ତମେ କଣ କହୁଛ ଜାଣିପାରୁଛ ତ? ମୁଁ ଯାହା ପାଇଁ ବିଲୁଆକୁ ମାରିଲି ତମେ ତାକୁ ହିଁ ବଳି ଦେବାକୁ କହୁଛ। ଦେଖ, ଏହା କଦାପି ସମ୍ଭବ ନୁହଁ, ତେଣୁ ଯାହା ହେବା କଥା ଦେଖାଯିବ। ଓ ହଁ, ଇଏ ତ ହେଉଛି ଗୋଟିଏ ବିଲୁଆ ଭୂତ, ସେ ମୋର କଣ କରିପାରିବ? ଆଚ୍ଛା, ମୁଁ ସବୁ କଥା ଏବେ ବୁଝିପାରିଲି। ତାହେଲେ ତମର ଏ କୁକୁଡ଼ା ଉପରେ ନଜର ଅଛି। ମୁଁ ଯେମିତି କୁକୁଡ଼ାକୁ ବଳି ଦେଇ ଆସିବି ତମେ ତାକୁ ଖାଇବ, ବୁଝିଲ ନା ବାବା? ଏହା କଦାପି ସମ୍ଭବ ନୁହଁ। ରମେଶ ଏପରି କହି ସେଠାରୁ ପଳାଇ ଆସିଲା ଏବଂ ଧୀରେ ଧୀରେ ସମୟ ଗଡ଼ି ରାତି ହୋଇଗଲା। ଏବଂ ରାତି ହେବା ପରେ ହଠାତ୍ ଗୋଟିଏ ଆଲୋକ ଆସି ବିଲୁଆର ମୃତ ଶରୀର ଦେହରେ ବାଜିଲା, ଯାହାଫଳରେ ବିଲୁଆର ଶରୀର ତଳୁ ଉଠିବାରେ ଲାଗିଲା, ମାନେ ବିଲୁଆ ଗୋଟିଏ ଭୂତରେ ପରିଣତ ହୋଇଗଲା ଓ ତାପରେ କହିଲା, ମୁଁ ଜୀବିତ ଥିଲାବେଳେ ଗୋଟେ ନିରୀହ ଜୀବ ଥିଲି ଓ ମୋ ପାଖରେ କିଛି ବି ଶକ୍ତି ନଥିଲା, ତେଣୁ ମୁଁ ଖାଲି କୁକୁଡ଼ା ଓ ବନ୍ୟ ଜୀବଜନ୍ତୁ ଖାଇ ମୋ ପେଟ ପୁରାଉଥିଲି। ହେଲେ ମୋ ପାଖରେ ଏବେ ପ୍ରବଳ ଶକ୍ତି, ତେଣୁ ମୁଁ ଏବେ ମଣିଷ ଖାଇବା ସହ କୁକୁଡ଼ା ମଧ୍ୟ ଖାଇପାରିବି। ଆରେ ଏ ମୂର୍ଖ ମଣିଷ, ଦେଖିବା ତୁ କିପରି ମୋ ହାତରୁ ବଞ୍ଚୁଛୁ। ବିଲୁଆ ଏପରି କହି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ସଞ୍ଜୟ ଜଙ୍ଗଲ ଆସି ମୋବାଇଲରେ ତାର ଗାର୍ଲଫ୍ରେଣ୍ଡ ସହ କଥା ହେଉଥିଲା। ହଇରେ ଧନ, ତମ ବିନା ମୁଁ ଗୋଟେ ସେକେଣ୍ଡ ବି ବଞ୍ଚି ପାରିବି ନାହିଁ। ଯଦି ତମେ ମୋ ଠାରୁ ଅଲଗା ହୋଇଯିବ ନା,
ତାହେଲେ ମୁଁ ଆତ୍ମହତ୍ୟା କରିଦେବି। ଦେଖ, ମୁଁ ତୁମକୁ ବହୁତ ଭଲ ପାଉଥିବାରୁ କାଳେ ଗାଁରେ ଗପିବା ପାଇଁ ଅସୁବିଧା ହେବ, ତେଣୁ ମୁଁ ଜଙ୍ଗଲକୁ ଆସି ତୁମ ସାଥିରେ ଗପୁଛି। ହେଲେ ସଞ୍ଜୟ ଜାଣିନି ଆଜି ହେଉଛି ତାର ଶେଷ ଦିନ, କାରଣ ତା କଥା ସବୁ ବିଲୁଆ ଶୁଣୁଥିଲା। ତେଣୁ ସେ ଧୀରେ ଧୀରେ କହିଲା, ଆରେ ଆସିଗଲା ମୋ ଶିକାର। ଆଗେ ଏଇ ମଣିଷକୁ ଖାଇ ମୋ ପେଟ ପୁରାଇବି, ଦେଖିବି ମଣିଷ ମାଂସ କେମିତି ଲାଗେ। ଚାଲି ଆସିଲା ଏଠାକୁ ଗପିବା ପାଇଁ, ଆଉ କହୁଛି କଣ ନା ଧନ ତୁମକୁ ଭଲ ପାଏ। ହଉ ଦେଖ, ତ ଭଲ ପାଇବା ତ ମୃତ୍ୟୁର କାରଣ ହେବ। ବିଲୁଆ ଏପରି କହିବା ପରେ ହଠାତ୍ ସଞ୍ଜୟକୁ ଗୋଟିଏ ଆବାଜ ଶୁଭିଲା। ଆରେ ସଞ୍ଜୟ, ତୁ କଣ ଏଠାରେ ତୋର ଜିଏଫ୍ ସହ ଗପୁଛୁ? ହଉ, ଆଉ କିଛି ସମୟ ସେଇଠାରେ ଗପ। ମୁଁ ଏବେ ଏଇଠାରେ ତତେ ମାରିକି ଖାଇବି। ଆରେ କିଏ 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 ସେ ମତେ ଏପରି ଡରାଇବାକୁ ଚେଷ୍ଟା କରୁଛି? ଦେଖ, ତମେ ଯିଏ ବି ହୁଅ, ମୁଁ ତୁମର କିଛି ବି କ୍ଷତି କରିନି। ତେଣୁ ଭଲ ହେବ ତମେ ମତେ ଡରାଉନି କିମ୍ବା ମୋ ସାଥିରେ ଲାଗନି। ସଞ୍ଜୟ ଏପରି କହିଛି କି ନାହିଁ, ହଠାତ୍ ଗୋଟିଏ ଆଲୋକ ଆସି ତା ଦେହରେ ବାଜିଲା, ଯାହାଦ୍ୱାରା ତାର ସେଇଠାରେ ମୃତ୍ୟୁ ହୋଇଗଲା। ଏବଂ ତାପରେ ସେଠାରେ ବିଲୁଆ ପ୍ରକଟ ହେଲା ଓ କହିଲା, ଆଜି ହେଉଛି ମୋ ଜୀବନର ପ୍ରଥମ ମଣିଷ ମାଂସ ଖାଇବା। ମୁଁ ଜୀବିତ ଥିବାବେଳେ ବହୁତ ଥର ଭାବିଛି ମଣିଷ ମାଂସ ଖାଇବା ପାଇଁ, ହେଲେ ମୁଁ ଦୁର୍ବଳ ଥିବାରୁ ମଣିଷ ମାଂସ ଖାଇପାରିଲି ନାହିଁ। ହେଲେ ଆଜି ମୋର ଭାଗ୍ୟ ଖୋଲିଗଲା। ଧନ୍ୟବାଦ ଶୈତାନ ଦେବ, ମତେ ଏପରି ଶକ୍ତି ଦେଇଥିବାରୁ। ବିଲୁଆ ଏପରି ଖୁସି ହେଲା ଏବଂ ଏପାଖରେ ରମେଶ ତାର କୁକୁଡ଼ା ଭାଡ଼ି ପାଖରେ ବହୁତ ଖୁସିର ସହ କହୁଥିଲା, ଆଲୋ ମୋର ସବୁ କୁକୁଡ଼ା, ତମେ ଜୀବନରେ କେବେ ବି ଡରିବ ନାହିଁ, କାରଣ ମୁଁ ସର୍ବଦା ତୁମ ସାଥିରେ ରହିଛି। ତୁମର ଯେତେବେଳେ ଯାହା ଅସୁବିଧା ହେବ, ମୁଁ ତୁମର ସେବକ ହୋଇ ସାହାଯ୍ୟ କରିବି। ରମେଶ ଏପରି ଭାବେ ଖୁସିର ସହ ତାର କୁକୁଡ଼ା ସହ କଥା ହେଲା। ହେଲେ ସେ ଜାଣିନଥିଲା ଯେ ଏ ଖୁସି ବେଶୀ ଦିନ ନୁହଁ, କାରଣ ତା ଦ୍ୱାରା ହୋଇଥିବା ଭୁଲ ଯୋଗୁଁ ଏବେ ମଣିଷଙ୍କର ଜୀବନ ଯିବା ଆରମ୍ଭ ହୋଇଗଲାଣି ଏବଂ ଧୀରେ ଧୀରେ ତା ପାଳି ମଧ୍ୟ ଆସୁଛି। ରମେଶ ଏପରି କହି ଖୁସି ହେଲା ଏବଂ ଧୀରେ ଧୀରେ ସମୟ ଗଡ଼ି ରାତି ହୋଇଗଲା। ରାତି ହେବା ପରେ ମଦନ ନାମରେ ଗୋଟିଏ ଲୋକ ତାର କାମ ସାରି ବଜାରରୁ ଫେରୁଥିଲା। ମଦନ ବଜାରରୁ ଆସିଲା ବେଳେ ହାତରେ ଅଣ୍ଡା ଧରି ଆସିଥିଲା। ଆରେ ବାପରେ, ଏତେ ରାତି ହୋଇଗଲାଣି, ତେଣୁ ମତେ ଶୀଘ୍ର ଏ ଜଙ୍ଗଲ ପାରି ହେବାକୁ ପଡ଼ିବ, ନହେଲେ ଯଦି କୌଣସି ଭୂତ ହାବୁଡ଼ରେ ପଡ଼େ ନା, ତାହେଲେ ବହୁତ ବଡ଼ ଅସୁବିଧାରେ ପଡ଼ିଯିବି ଓ ତା ସାଙ୍ଗକୁ ଯଦି ବିଳମ୍ବ କରି ଘରେ ପହଞ୍ଚେ, ତାହେଲେ ମୋ ସ୍ତ୍ରୀ ମତେ ମାରି ପକାଇବ। ତେଣୁ ମତେ ଶୀଘ୍ର ଏଠାରୁ ଯିବାକୁ ପଡ଼ିବ। ମଦନ ଏପରି କହି ଘରକୁ ଫେରୁଥିବା ବେଳେ ତା ହାତରେ ଥିବା ଅଣ୍ଡାର ବାସ୍ନା ଯାଇ ବିଲୁଆ ନାକରେ ବାଜିଲା। ତେଣୁ ବିଲୁଆ କହିଲା, ଆରେ ଏତେ ରାତିରେ ହଠାତ୍ କୁକୁଡ଼ା ଅଣ୍ଡାର ବାସ୍ନା କୁଆଡୁ ଆସୁଛି? ଏ ବାସ୍ନା ଶୁଙ୍ଘି ମୋ ପାଟିରୁ ଲାଳ ଗଡ଼ି ପଡୁଛି। ତେଣୁ ମତେ ଶୀଘ୍ର ଅଣ୍ଡା ବାସ୍ନା ଆସୁଥିବା ଜାଗା ଆଡ଼କୁ ଯିବାକୁ ପଡ଼ିବ ଓ ସେଠାକୁ ଯାଇ ଅଣ୍ଡା ଖାଇବାକୁ ପଡ଼ିବ। ବିଲୁଆ ଏପରି କହି ସେଠାରୁ ଅଦୃଶ୍ୟ ହୋଇଗଲା ଓ ହଠାତ୍ ମଦନ ସାମ୍ନାରେ ପ୍ରକଟ ହେଲା। ଏହା ଦେଖି ମଦନ ସଙ୍ଗେ ସଙ୍ଗେ ସେଠାରେ ରହିଗଲା ଏବଂ ଏପରି ମୁଣ୍ଡ ନଥିବା ଜୀବକୁ ଦେଖି ସେ ବହୁ ଜୋରେ ଡରିଗଲା, କାରଣ ଏପରି ମୁଣ୍ଡ ନଥିବା ଭୂତ କଥା ସେ କେବଳ ତାର ଜେଜେବାପାଙ୍କ ଠାରୁ ଶୁଣିଥିଲା। ହେଲେ ଆଜି ପ୍ରଥମ ଥର ସାମ୍ନାରେ ଦେଖୁଛି। ଏହା ଦେଖି ସେ କହିଲା, ଆରେ ଭୂତ, ଆରେ ଭୂତ ଭାଇ, ଦୟାକରି ମତେ ଛାଡ଼ିଦେ, ମୁଁ ତୋର ଗୋଡ଼ ତଳେ ପଡ଼ୁଛି। ଏହା ବଦଳରେ ତମେ ମୋ ପାଖରେ ଥିବା ଅଣ୍ଡାକୁ ନେଇଯାଅ, ହେଲେ ମତେ ଯିବାକୁ ଦିଅ। ଏହା ଶୁଣି ବିଲୁଆ କହିଲା, ଆରେ ବା, ମୁଁ ତ ଏଠାକୁ ଅଣ୍ଡାର ବାସ୍ନା ଶୁଙ୍ଘିକି ଆସିଥିଲି, ହେଲେ ଏଠାରେ ଗୋଟିଏ ମଣିଷ ଖାଇବା ପାଇଁ ମିଳିଗଲା। ଏ ମଣିଷ, ତୁ ଜମା ବି ଚିନ୍ତା କରନା, କାରଣ ମୁଁ ତୋର ଅଣ୍ଡାକୁ ଖାଇବା ସହ ତତେ ମଧ୍ୟ ଖାଇଯିବି। ଏହା ଶୁଣିବା ମାତ୍ରେ ମଦନ ସେଠାରୁ ଦୌଡ଼ିବାରେ ଲାଗିଲା। ହେଲେ ହଠାତ୍ ଗୋଟିଏ ଆଲୋକ ଆସି ମଦନ ଦେହରେ ବାଜିଲା, ଯାହାଦ୍ୱାରା ମଦନ ସେଇଠାରେ ମରିଗଲା। ଏହା ଦେଖି ବିଲୁଆ
ବହୁତ ଖୁସି ହୋଇଗଲା ଓ କହିଲା, ଆରେ ବା, ଏକା ସାଥିରେ ଦୁଇଟା ଖାଇବା। ମୁଁ ତ ଭାବିଥିଲି ଆଜି ରାତିଟା ନ ଖାଇ ଶୋଇବାକୁ ପଡ଼ିବ, ହେଲେ ଏ ମୂର୍ଖ ମଣିଷଟା ଠିକ୍ ସମୟରେ ଆସି ମୋ ପେଟର ଭୋଜନ ହୋଇଗଲା। ବିଲୁଆ ଏପରି ଖାଦ୍ୟ ପାଇ ବହୁତ ଖୁସି ହେଲା ଏବଂ ତା ପରଦିନ ସକାଳ ହେବା ପରେ ହଠାତ୍ ଗାଁର 2 ଜଣ ମରିବା ଖବର ସବୁଆଡ଼େ ହୁ ହୁ କରି ମାଡ଼ିଗଲା। ଆରେ ରମେଶ ଭାଇ, ଶୁଣିଲନି ନା କ'ଣ ହୋଇଛି? ଆମ ଗାଁରେ 2ଟି ଲୋକ ମରିଯାଇଛନ୍ତି ଏବଂ ସେମାନଙ୍କର ଖାଲି କଙ୍କାଳ ଓ ମୁଣ୍ଡକୁ ପୋଲିସ ଜଙ୍ଗଲରୁ ପାଇଛି। ତେଣୁ ତମେ ଟିକେ ସାବଧାନରେ ଜଙ୍ଗଲକୁ ଯାଉଥିବ, ନହେଲେ ଜଣା ନାହିଁ କେତେବେଳେ କ'ଣ ହୋଇଯିବ ତାହା କହି ହେଉନି। अरे हाँ रवि, मु एसबु कथा शुणिछि रे। यह आम गाँ पाई बहुत दुखदायक कथा रे। से जीए भी मारुछि, जदि से केबे मो हाबुड़े पड़ी जाए ना, ताहले विश्वास कर रवि, मु ताकु मो तीर रे मारी तार मुंड को शरीर रे रवि और रमेश एपरी कथा हेले एवं एपाखरे रोहि बाबांकर गोटे शिष्य रोहि बाबांको पाखकु गला ओ कहिला, बाबांकर जय हेउ। बाबा, एक अजीब घटना घटी जाइछि ओ सेइटा हेला पाख गाँ रे 2टी लोकंकु किए नृशंस भावे हत्या करुछि। पुलिस जंगलरू मृत व्यक्तिंकर हाड़ ओ मुंड को पाइला, आउ बाकी जिनिस किछि पाइला नहीं। बाबा, ए सब दृश्य देखियो सुनी मते जहा लागुछि ए सब कोनोसी भूतर कार्य होइथिबो। एहा सुनिबा मात्रे बाबा संगे संगे आखि बुझी मने मने मंत्र पढ़िले एवं किछि समय परे आखि खोली कहिले, अरे बच्च, तमे ठीक कहिलो। ए सबु गोटे भूत काम ओ ए भूत कोनोसी मनीष नुह, बरम गोटे बिलुआर भूत। मु जानिथिली दिने एपरी घटिबो बोली, हेले एबे मते ए सबु रोकिबाकू पड़िबो, नहले एपरी जणे पर जणे सबु गाँ वाला मरिबे। बाबा एपरी कही रमेशर घर पाखकू गले ओ सेठारे पहुँचीबा परे कहिले, अरे ए रमेश, गाँर सबु कौन घटुची ओ घटीगला से सबु विषय तुमे मो ठारू बेसी जानिथिबो ओ ए सबु समस्या केवल तुम पाई होईछि। जदि तमे से दिन से कुकुड़ा को बलि देई थांतो, ताहले आज हुए तो गाँ रे 2 जनकर मृत्यु होई न थांता। एबे भी समय अछि रमेश, तेणु चलो आमे एबे गोटे कुकुड़ा बलि देई देबा ओ तापरे से बिलुआर आत्मा को शांति मिली जिवो ओ से आउ काहाकू मारिबो नाही। हेले एसबु कथा रमेश जमा भी सुनिला नाही ओ कहिला, होइयो बाबा, तमे काहीकि से कुकुड़ा पछरे पड़ीछ? जंगल रे किए मला ओ किए गला से सबु मो साथी रे जोड़ुछ काहीकि? मु प्रथमरु कहितिली ओ एबे मध्य कहूची, मु मोर कुकुड़ा को बलि देबिनी। आउ हाँ, तुमको हाथ जोड़ी कहूची, एठारु पलाओ एवं ए मिछ कथा विषय गाँ वालांकु कहिबनी। एसबु सुनिबा मात्रे बाबा सेठारु पलाई आसिले। बाबा एसबु कथा सुनी जानिगले रमेश बहुत बड़ विपदरे पड़िबाकू जाउछि ओ से विपद बेले निश्चित मो पाखकू आसिबो। बाबा एपरि भाबी तांको आश्रम पाखकू जिबारे लागिले एवं राति हेबा परे रमेश तार बिछोणारे शोइथिला। एतिकी बेले हठात ताकू जोरे आवाज सुबिला, सते जेपरि किए तार कुकुड़ा भाड़ी रे पशि जाइछि। ए आवाज सुनी तार निद भांगीगला ओ से कहिला, अरे हठात एते राति रे किए मो कुकुड़ा भाड़ी रे पशिगला कि? तेणु मते शीघ्र जाई देखिबाकू पड़िबो, नहले जदि साप किंबा बिलेई मो कुकुड़ा भाड़ी रे पशिथिबे ना, ताहले मोर सबु कुकुड़ा मरी जिबे। से एपरि कही बाहर को गला एवं बाहर को आसी से एपरि किछि देखिला जहाँकि तार छाती दोहलाई देला। से देखिला बाबांको कथा अनुसारे सतकु सत गोटे कटा मुंड शियाल आसी तार कुकुड़ा को चोरी करी नहीं जाउछि। यह देखि से बहुत जोरे डरी गला ओ तापरे कहिला, अरे बाप रे, ये कौन होइगला रे? मु बाबांको कथा को विश्वास न करी तांकु बहुत बेजित करी घरु विदा करिदेली
ତେଣୁ ଏବେ ମୋତେ ବାବାଙ୍କର ସାହାଯ୍ୟ ନେବାକୁ ପଡ଼ିବ, ନହେଲେ ଜଣା ନାହିଁ ଏ ବିଲୁଆ କେତେବେଳେ ଏପରି କୁକୁଡ଼ା ଚୋରି କରୁ କରୁ ମୋତେ ବି ମାରିଦେବ। ରମେଶ ଏପରି କହି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ସେ ବାବାଙ୍କ ପାଖକୁ ଗଲା ଓ ସେଠାରେ ପହଞ୍ଚି କହିଲା, ବାବା, ଦୟାକରି ମୋତେ କ୍ଷମା କରିଦିଅ। ଅଜଣାରେ ମୋର ବହୁତ ବଡ଼ ଭୁଲ ହୋଇଗଲା। ମୁଁ କିଛି ବି ଜାଣିନି, ଆପଣଙ୍କୁ ଅବିଶ୍ୱାସ କଲି। ହେଲେ କାଲି ରାତିରେ ମୁଁ ମୋ ଆଖିରେ ସେ କଟା ମୁଣ୍ଡବାଲା ବିଲୁଆକୁ ଦେଖିଲି। ବାବା, ଏବେ ମୋ ଜୀବନ ତୁମ ହାତରେ, ତେଣୁ କୁହ କିପରି ସେ ମୁଣ୍ଡ କଟା ବିଲୁଆ ଠାରୁ ରକ୍ଷା ପାଇବି। ଏସବୁ ଶୁଣି ବାବା ଟିକେ ପରିହାସ କରି କହିଲେ, ଆରେ ରମେଶ, ଏଥିରୁ ବଞ୍ଚିବା ପାଇଁ କେବଳ ଗୋଟିଏ ବାଟ ଅଛି, ହେଲେ ସେଟାକୁ ତ ତୁ କେବେ ବି କରିବୁ ନାହୁଁ। ତେଣୁ ମୁଁ ତୋର ଜୀବନକୁ ବଞ୍ଚାଇ ପାରିବି ନାହିଁ କିମ୍ବା ତୋର କିଛି ବି ସାହାଯ୍ୟ କରିପାରିବି ନାହିଁ। ବାବା, ତମେ ଯାହା ବି କହିବ ମୁଁ ସେଇଆ କରିବା ପାଇଁ ରାଜି ଅଛି। ବାସ୍ ତମେ ଖାଲି ଥରେ କହିକି ଦେଖ ଓ ମୋ ଜୀବନଟାକୁ ବଞ୍ଚାଇ ଦିଅ। ମୁଁ ଏତେ ଶୀଘ୍ର ମରିବାକୁ ଚାହୁଁନି। ଆରେ ରମେଶ, ମୁଁ ପ୍ରଥମରୁ କହିଥିଲି ଓ ଏବେ ମଧ୍ୟ କହୁଛି, ତ କୁକୁଡ଼ାକୁ ଜଙ୍ଗଲରେ ବଳି ଦେଲେ ଯାଇ ସେ ବିଲୁଆର ଆତ୍ମାକୁ ଶାନ୍ତି ମିଳିବ ଓ ତାପରେ ଯାଇ ସେ ଏଠାରୁ ଯିବ। ବାବାଙ୍କର ଏକଥାରେ ରମେଶ ରାଜି ହୋଇଗଲା ଓ ତାପରେ ବାବା କୁକୁଡ଼ାକୁ ଜଙ୍ଗଲରେ ବଳି ଦେଲେ। ବଳି ଦେବା ପରେ ମୁଣ୍ଡକଟା ବିଲୁଆ ସେଠାରେ ପ୍ରକଟ ହେଲା ଓ କହିଲା, ଆରେ ଏ ବାବା, ତୁ କଣ ଭାବିଲୁ? ତୁ ଏପରି କୁକୁଡ଼ା ବଳି ଦେଇ ମୋ ଆତ୍ମାକୁ ଶାନ୍ତି କରିଦେବୁ? ଯଦି ଏପରି ଭାବୁଛୁ ତାହେଲେ ଭୁଲ ଭାବୁଛୁ, କାରଣ ମୁଁ ଯେତେ ପର୍ଯ୍ୟନ୍ତ ଏ ରମେଶକୁ ମାରିନି ସେତେ ପର୍ଯ୍ୟନ୍ତ କୁଆଡ଼େ ଯିବିନି। ଏ ବିଲୁଆ, ଦେଖ, ଆମେ କୁକୁଡ଼ା ବଳି ଦେଲୁ ତୋର ଆତ୍ମାକୁ ଶାନ୍ତି କରିବାକୁ, କାରଣ ରମେଶ ଦ୍ୱାରା ଭୁଲ ହୋଇଥିଲା। ତା ଭୁଲର ଶାସ୍ତି ଦୁଇଟି ସାଧାରଣ ମଣିଷ ପାଇଗଲେଣି। ତେଣୁ ଆଉ କାହାର ଜୀବନ ନ ନେଇ ଦୟାକରି ଏଠାରୁ ପଳା। ବାବା ଏପରି ବହୁତ କଥା କହି ବିଲୁଆକୁ ବୁଝାଇଲେ, ଯାହାଦ୍ୱାରା ବିଲୁଆ ବୁଝିଯାଇ ସେଠାରୁ ଅଦୃଶ୍ୟ ହୋଇଗଲା। ଆରେ ଯିଏ ନ ପିଏ ମଦ ତାର ବଂଶ ସାରା ଗଧ। ଯଦି ଗଧଟା କିବାରୁ ବଞ୍ଚିବାର ଅଛି ତାହେଲେ ପିଅ ମଦ। ଆରେ ମଦ ନେବ ମଦ, ଥରେ ମଦ ପିଅ ଓ ସ୍ୱର୍ଗ ଦର୍ଶନ ପାଇଯାଅ, ନହେଲେ ନର୍କ ଭୋଗିବ। ଡାହାଣୀ ଏପରି କହି ପାଖ ଗାଁ ଆଡ଼କୁ ଯିବାରେ ଲାଗିଲା। ଏସବୁ ଦୃଶ୍ୟ ବାଘ ଓ ବିଲୁଆ ଦେଖୁଥିଲେ। ଏହା ଦେଖି ବାଘ ବିଲୁଆକୁ ପଚାରିଲା, ଆରେ ବିଲୁଆ, କହିଲୁ ଏ ମଦ କଣ ରେ ଓ ଏ ମଦ ପିଇ କିପରି ସ୍ୱର୍ଗ ଦର୍ଶନ କରିହେବ? ମୁଁ ତ କାହିଁ ମୋ ଜୀବନରେ ଏପରିକା ଜିନିଷ ବିଷୟରେ କେବେ ବି ଶୁଣିନଥିଲି। ଆଜି ପ୍ରଥମ ଥର ପାଇଁ ଶୁଣୁଛି। ଆରେ ମାମା, ତମେ କୋଉ ଯୁଗରେ ବଞ୍ଚୁଛ କି? ମଦ ବିଷୟରେ ଜାଣିନା? ତାହେଲେ ତମ ବଂଶ ହେଉଛି ଗଧ। ଏ ବିଲୁଆ, ବହୁତ କଥା କହୁଛୁ। ଅନେଇଲୁ, ମୋ ବଂଶକୁ ଗଧ ବୋଲି କହୁଛୁ। ତତେ ଏବେ ଏଇଠାରେ ମାରି ମୋ ବଂଶକୁ ଖାଇବା ପାଇଁ ଦେବି ଓ ତୁ ବିନା ମଦରେ ସ୍ୱର୍ଗକୁ ପଳାଇବୁ। ଓହୋ, ସରି ମାମା, ମୁଁ ଗୋଟେ ମଜାକରେ କହିଦେଲି ନା। ତମେ ଏପରି ରାଗୁଛ କାହିଁକି? ଆରେ ମାମା, ମଦ ମାନେ ହେଉଛି ଗୋଟେ ନିଶା ଦ୍ରବ୍ୟ। ୟାକୁ ପିଇବା ଦ୍ୱାରା ତମକୁ ନିଶା ହୋଇଯିବ ଏବଂ ନିଶା ହେବା ପରେ ତମକୁ ଏପରି ଲାଗିବ ସତେ ଯେମିତି ସ୍ୱର୍ଗ ଯାତ୍ରା କରୁଛ। ଆରେ ବିଲୁ, ଯଦି ସେ ମଦ ପିଇବା ପରେ ଏତେ ମଜା ଲାଗୁଛି ତାହେଲେ ମୁଁ ସେଇ ମଦ ପିଇ ସ୍ୱର୍ଗ ଯାତ୍ରା କରିବାକୁ ଚାହୁଁଛି। ଓ ଖାଲି ମୁଁ ମଦ ପିଇବି ନାହିଁ, ତୁ ମଧ୍ୟ ମୋ ସାଥିରେ ମଦ ପିଇବୁ। ଆରେ ମାମା, ତମେ ଜମା ବି ଚିନ୍ତା କରନି। ଆଜି ସେ ଡାହାଣୀ ଫେରିବା ବେଳେ ମୁଁ ଗୋଟେ ଗଛରେ ଚଢ଼ିକି ରହିବି ଏବଂ ତାର ଟୋକେଇରୁ ମଦ କାଢି ଆଣିବି ଓ ସେତେ ପର୍ଯ୍ୟନ୍ତ ତମେ କିଛି ଚାଖଣା ପ୍ରସ୍ତୁତ କର ମଦ ସହିତ ଖାଇବା ପାଇଁ। ବିଲୁଆ ଓ ବାଘ ଏପରି କଥା ହୋଇ ରହିଲେ ଏବଂ କିଛି ସମୟ ବିତିବା ପରେ
ବିଲୁଆ ଗଛରେ ଚଢ଼ି ଡାହାଣୀର ଫେରିବା ବାଟକୁ ଅପେକ୍ଷା କଲା ଏବଂ କିଛି ସମୟ ଅପେକ୍ଷା କରିବା ପରେ ହଠାତ୍ ଦେଖିଲା ଡାହାଣୀ ଫେରିଲା। ଏହା ଦେଖି ସେ ବହୁତ ଖୁସି ହୋଇଗଲା। ହେଲେ ଡାହାଣୀ ଯେମିତି ତାର ପାଖକୁ ଆସିଛି ହଠାତ୍ ଦେଖିଲା ଟୋକେଇରେ ମଦ ଜମା ବି ନାହିଁ, ମାନେ ଡାହାଣୀ ସବୁ ମଦକୁ ବିକ୍ରି କରିଦେଇଥାଏ। ଏହା ଦେଖି ବିଲୁଆ ମନେ ମନେ ବହୁତ ଦୁଃଖିତ ହୋଇଗଲା। ତେଣୁ ସେ ମନେ ମନେ ଭାବିଲା, ଆରେ ଧେତ୍ ତେରିକି, ମଦ ପିଇବି ବୋଲି କେତେ ଇଚ୍ଛା ଥିଲା, ତେଣୁ ଗଛରେ ଚଢ଼ି 2 ଘଣ୍ଟା ହେବ ଏ ଡାହାଣୀର ଅପେକ୍ଷା କଲି। ହେଲେ ମୋ ଭାଗ୍ୟ ଏତେ ଖରାପ ଯେ ଏ ଟୋକେଇରେ ଗୋଟେ ହେଲେ ବି ମଦ ନାହିଁ। ଏବେ କ'ଣ କରିବି? ସେ ଏପରି ଭାବୁଥିବା ବେଳେ ବାଘ ଡାକିଲା, ଅରେ ଏ ବିଲୁ, ଡାହାଣୀ କେତେବେଳୁ ଗଲାଣି? କାହିଁ ମଦ ଆଣ। ଓ ସେଠି ଏତେ ସମୟ ହେବ କ'ଣ ଭାବୁଛୁ? ମୁଁ ମଦ ପିଇବା ପାଇଁ ପୁରା ବ୍ୟାକୁଳିତ ହେଲେଣି। ତେଣୁ ଆଇଲୁ ଶୀଘ୍ର ତଳକୁ ଆଇଲୁ। ଆଜ୍ଞା ମାମା, ଆମ ମଦ ପିଇବା ସ୍ୱପ୍ନ ଆଜି ସ୍ୱପ୍ନରେ ରହିଗଲା। କାରଣ ଡାହାଣୀର ଟୋକେଇରେ ଗୋଟେ ବି ମଦ ନଥିଲା, ମାନେ ତାର ଆଜି ସବୁ ବେପାର ହୋଇଯାଇଛି। ସେଥିପାଇଁ ଆମକୁ ଆଜି ବିନା ମଦରେ ରହିବାକୁ ହେବ। ଏ ବିଲୁ, ତୁ ପରା ନିଜେ କହୁଥିଲୁ ସେ ଡାହାଣୀ ଫେରିଲା ବେଳେ ତା ପାଖରେ ମଦ ଥିବ ବୋଲି। ହେଲେ ଏବେ ତୁ କ'ଣ କହୁଛୁ ତୁ ମଦ ପାଇଲୁ ନାହିଁ ବୋଲି? ମୋତେ ଯାହା ଲାଗୁଛି ତୁ ମଦକୁ ପିଇ ଦେଇଛୁ ଓ ମୋତେ ଏପରି ମିଛ କହି ଭଣ୍ଡାଉଛୁ। ଆରେ ମାମା, ମୁଁ ସତ କହୁଛି, ସେ ଡାହାଣୀର ଝୁଡ଼ିରେ ଜମା ବି ମଦ ନଥିଲା। ଆଉ ରହିଲା ମୁଁ ମଦ ପିଇବା କଥା, ମୁଁ ଯଦି ଏକଲା ମଦ ପିଇଥାନ୍ତି ତାହେଲେ ଗଛରେ କ'ଣ ଚଢ଼ିକି ରହିଥାନ୍ତି କି? ଏତିକି ବେଳୁ ଖସି ପଡ଼ିଥାନ୍ତି। ହେଲେ ମୁଁ ନଗଳି ଗଛରେ ଅଛି। ହଉ ବିଲୁ, ମୁଁ ଏବେ ତୋ କଥାକୁ ବିଶ୍ୱାସ କଲି। ହେଲେ ଏବେ କହ, ମଦ ପିଇବା କେମିତି? ମୁଁ ମଦ ପିଇବା ପାଇଁ ବହୁତ ବ୍ୟାକୁଳିତ ଥିଲି, ହେଲେ ମୋର ବ୍ୟାକୁଳାମି ଗୋଟେ ସେକେଣ୍ଡରେ ପାଣିରେ ମିଶିଗଲା। ଆରେ ମାମା, ଆଜି ସିନା ମଦ ନଥିଲା ବୋଲି ଆମେ ପାଇଲେ ନାହିଁ, ହେଲେ ଆମେ କାଲି ହେବାର ଅପେକ୍ଷା କରିବା। ହେଲେ କାଲି ଆମେ ସେ ଡାହାଣୀର ଫେରିବା ବାଟକୁ ଅପେକ୍ଷା କରିବା ନାହିଁ। ସେ ଗଲାବେଳେ ମୁଁ ତାର ଟୋକେଇରୁ ମଦ ନେଇ ଆସିବି ଓ ତାପରେ ମଜା କରି ଖୁସିରେ ମଦ ପିଇବା। ଏକଥାରେ ବାଘ ରାଜି ହୋଇଗଲା ଏବଂ ଧୀରେ ଧୀରେ ସମୟ ଗଡ଼ି ତା ପରଦିନ ସକାଳ ହେଲା। ତା ପରଦିନ ହେବା ପରେ ପ୍ଲାନ୍ ଅନୁସାରେ ବିଲୁଆ ଆଗତୁରିଆ ଗଛରେ ଚଢ଼ି ଡାହାଣୀର ଅପେକ୍ଷା କଲା ଏବଂ ଏ ପାଖରେ ବାଘ ବିଲୁଆ ଉପରେ ନଜର ରଖିଥିଲା। ଅରେ, ଏ ବିଲୁଆ ଉପରେ ମୋର ଜମା ବି ଭରସା ନାହିଁ। କାଲି ସେ ସତରେ ମଦ ଆଣିଥିଲା କି ନାହିଁ ଠିକ୍ ନାହିଁ। ମୁଁ କାଲି ତା ଉପରେ ନଜର ନ ରଖୁଥିବାରୁ ସେ ମୋତେ ଏପରି କହିଲା। ହେଲେ ମୁଁ ଆଜି ତା ଉପରେ ପୁରା କଡ଼ାକଡ଼ି ନଜର ରଖିବି। ଆଉ ଯଦି ସେ ମିଛ କହିବାକୁ ଚେଷ୍ଟା କରେ ନା, ତାହେଲେ ତାର ଦିନକୁ ମୋର ଦିନ। ବାଘ ଏପରି କହି ରହିଲା ଏବଂ ତାପରେ ବିଲୁଆ କିଛି ସମୟ ଅପେକ୍ଷା କରିବା ପରେ ଦେଖିଲା ଡାହାଣୀ ମଦ ନେଇ ଆସୁଥାଏ। ଏହା ଦେଖି ବିଲୁଆ ବହୁତ ଖୁସି ହୋଇଗଲା ଏବଂ ଗଛରୁ ହାତ ବଢ଼ାଇ 2ଟି ମଦ ବୋତଲ ରଖିଦେଲା। ଆଜି ବିଲୁଆ ମଦ ପାଇଥିବାରୁ ବହୁତ ଖୁସି ହୋଇଗଲା ଏବଂ କହିଲା, ଆରେ ଯା ହେଉ, ଆଜି ମଦ ପାଇଲି। ବହୁ ସମୟ ପରିଶ୍ରମ ଓ ପ୍ଲାନ୍ ପକାଇ ମଦ ପାଇଗଲି। ଏ ମଦ ଦେଖି ମାମା ବହୁତ ଖୁସି ହୋଇଯିବେ ଓ ଆଜି ଆମେ 2 ଜଣ ମଦକୁ ବହୁତ ଖୁସି ସହକାରେ ପିଇବୁ ଓ ସ୍ୱର୍ଗ ପ୍ରାପ୍ତିର ଆନନ୍ଦ ନେବୁ। ଆରେ ମାମା, କୁଆଡ଼େ ଗଲ? ଶୀଘ୍ର ଏଠାକୁ ଆସ, ମୁଁ ମଦ ପାଇଗଲି। ଆଜି ପୁରା ରୋଳା ହେବ ରୋଳା। ବିଲୁଆ ଏତିକି କହୁଥିବା ବେଳେ ବାଘ ତଳୁ କହିଲା, ଅରେ ବିଲୁ, ତୁ ତ ମଦ ପାଇଗଲୁ। ଏବେ ତଳକୁ ଆସ, ମୁଁ ଚାଖନା ରେଡି କରି ରଖିଛି। ତୁ ମଦ ଆଣିବା ପରେ ଆମେ ଦୁହେଁ ମିଶି ମଦ ପିଇବା ଓ ସ୍ୱର୍ଗ ପ୍ରାପ୍ତି ଅନୁଭବ କରିବା। ବାଘ ଏପରି କହିବା ପରେ ବିଲୁଆ ତଳକୁ ଆସିଲା ଏବଂ ତାପରେ ଦୁହେଁ ଗୋଟେ ଜାଗାରେ ବସି ମଦ ପିଇବାରେ ଲାଗିଲେ। ଅରେ ଯାହା କହ ବିଲୁ, ଏ ମଦ ପିଇ ମୋତେ ବହୁତ ଆନନ୍ଦ ଲାଗୁଛି। ମୁଁ ଯଦି ଆଗରୁ ମଦ ବିଷୟରେ ଜାଣିଥାନ୍ତି ନା, ତାହେଲେ କେବେଠାରୁ ମଦ ପିଇଥାନ୍ତି। ଆରେ ମାମା, ଇଏ ତ ଆରମ୍ଭ, ଏବେ କିଛି ହୋଇନି। ତମେ ଖାଲି ଆଗକୁ ଦେଖ କ'ଣ ହେଉଛି। ଥରେ ଖାଲି ନିଶା ଚଢ଼ି ଯାଉ, ତାପରେ ତୁମକୁ ଗୋଟିଏ ଆଙ୍ଗୁଳି ବି 2ଟା ଦେଖାଯିବ।
ଓ ସେତେବେଳେ ଯାଇ ତୁମେ ପ୍ରକୃତ ସ୍ୱର୍ଗ ପ୍ରାପ୍ତିର ମଜା ପାଇବ। ବାଘ ଓ ବିଲୁଆ ଏପରି କଥା ହୋଇ ମଦ ପିଇବାରେ ଲାଗିଲେ ଏବଂ ଏପାଖରେ ଡାହାଣୀ ତାର ସମସ୍ତ ମଦ ବିକି ସାରିବା ପରେ ଦେଖିଲା ତାର 1000 ଟଙ୍କା କମ୍ ଅଛି। ଏହା ଦେଖି ସେ କହିଲା, ଆରେ ଇଏ କ'ଣ? ମୁଁ ତ ଘରୁ ହିସାବ କରି ଆସିଥିଲି ସବୁ ମଦ ବିକ୍ରି ପରେ 5000 ଟଙ୍କା ହେବ ବୋଲି, ହେଲେ ମୋର ସବୁ ମଦ ବିକ୍ରି ପରେ ମଧ୍ୟ ମୋ ପାଖରେ 4000 ଟଙ୍କା କେମିତି ହେଲା? ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ଏହା ମୋ ସାଥିରେ କେବେ ବି ହୋଇନଥିଲା। ମୋତେ ଯାହା ଲାଗୁଛି କିଏ ମଦୁଆ ବୋଧେ ମୋତେ ଠକାଇ ଦେଲା। ତେଣୁ ମୋର ଭାଗ୍ୟକୁ ଠିକ୍ ଭାବି ଯାଉଛି ଏଠାରୁ ପଳାଇବି ଏବଂ କାଲି ପୁଣି ଥରେ ମଦ ବିକି କ୍ଷତି ହୋଇଥିବା 1000 ଟଙ୍କା ପୂରା କରିବାକୁ ଚେଷ୍ଟା କରିବି। ଡାହାଣୀ ଏପରି କହି ସେଠାରୁ ପଳାଇ ଆସିଲା ଏବଂ ଆସିଲା ବେଳେ ଦେଖିଲା ଜଙ୍ଗଲରେ ବିଲୁଆ ଓ ବାଘ ଶୋଇପଡ଼ିଥାନ୍ତି। ଏହା ଦେଖି ଡାହାଣୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲା, କାରଣ ସେ ସବୁବେଳେ ଦେଖେ ବିଲୁଆ ଓ ବାଘ ଏତିକି ବେଳେ ବସିକରି କଥା ହୁଅନ୍ତି। ହେଲେ ଆଜି ହଠାତ୍ ଏପରି ଶୋଇବା ଦେଖି ଡାହାଣୀ କହିଲା, ଆରେ ଇଏ କ'ଣ? ଏ ବିଲୁଆ ଓ ବାଘ ଏପରି ଶୋଇଛନ୍ତି କିପରି? ୟାଙ୍କ ଶୋଇବାକୁ ଦେଖି ଏପରି ଲାଗୁଛି ସତେ ଯେମିତି ଏ ଦୁଇଟା ମରିଯାଇଛନ୍ତି ବୋଧେ। ହେଲେ ହଠାତ୍ ୟାଙ୍କର ଏମିତି କ'ଣ ହୋଇଗଲା? ଇଏ ଆଉ ମଦ ପିଇ ଦେଇନାହାନ୍ତି ତ? ଆରେ ନା ନା, ଏମାନେ କୁଆଡ଼ୁ ମଦ ଆଣିବେ? ମୁଁ ବିନା କେତେ ବାଜ୍ୟ କଥା ଭାବୁଛି। ଡାହାଣୀ ଏପରି କହୁଥିବା ବେଳେ ହଠାତ୍ ତାର ନଜର ପଡ଼ିଲା ତାଙ୍କ 2 ଜଣଙ୍କ ପାଖରେ 2ଟି ମଦ ବୋତଲ ପଡ଼ିଥାଏ। ଏହା ଦେଖି ଡାହାଣୀ ଆଶ୍ଚର୍ଯ୍ୟ ହୋଇ କହିଲା, ଆରେ ତାହେଲେ ଏଥିପାଇଁ ଆଜି ମୋର 1000 ଟଙ୍କା କମ୍ ହେଉଥିଲା। ମୁଁ ଗଲାବେଳେ ବୋଧେ ମୋ ଟୋକେଇରୁ 2ଟି ମଦ ବୋତଲ ଗଳି ପଡ଼ିଛି ଏବଂ ଏ 2 ଜଣ ତାକୁ ପାଇ ପାଣି ଭାବି ପିଇଛନ୍ତି, ଯାହାଦ୍ୱାରା ଆଙ୍କର ନିଶା ହୋଇଛି ଏବଂ ଏମାନେ ଅଚେତ ଅବସ୍ଥାରେ ଏଠାରେ ପଡ଼ି ରହିଛନ୍ତି। ତେଣୁ ଏମାନେ ଉଠିବା ପୂର୍ବରୁ ମୋତେ ଏଠାରୁ ପଳାଇବାକୁ ପଡ଼ିବ। ନହେଲେ ଯଦି ଏମାନେ ଉଠି ପଡ଼ିବେ ନା, ତାହେଲେ ନିଶା ଯୋଗୁଁ ଏମାନେ ମୋତେ ଖାଇଯିବେ। ଡାହାଣୀ ଏପରି କହି ସେଠାରୁ ପଳାଇଲା ଏବଂ ରାତି ହେବା ପରେ ବିଲୁଆ ଏବଂ ବାଘର ନିଦ ଭାଙ୍ଗିଲା ଓ ତାପରେ ବାଘ ବିଲୁଆକୁ କହିଲା, अरे बाप रे बाप कि निशा लो माँ, एपरी निशा मो जीवन रे केबे भी होई नथिला। निशा जोगु प्रबल निद होइतिला, तेणु सकाळ पहरु आमे दुईटा शोइलेनी, एबे जाई उठुचंती। अरे बिलु, मद निशाटा बहुत बढ़िया लगिला, तेणु तू गोटे काम कर, काली आउ थरे मद आण, आमे पीबा। ମୁଁ କହିଥିଲି ନା ମାମା, ମଦରେ ପ୍ରବଳ ନିଶା ହେବ ବୋଲି ଏବଂ ନିଶା ହେବା ପରେ ଆମେ ସ୍ୱର୍ଗ ପ୍ରାପ୍ତି କରିବା। ମାମା, ମୁଁ ମଦ ନିଶା ବିଷୟରେ ଖାଲି ଯାହା ଶୁଣିଥିଲି, ହେଲେ ପ୍ରଥମ ଥର କରିବା ପରେ ଜାଣିପାରିଲି ଏତାର ତ ପ୍ରବଳ ନିଶା ହେଉଛି ବୋଲି। ତେଣୁ ମାମା, ତମେ ଜମା ବି ଚିନ୍ତା କର ନା, କାଲି ସକାଳେ ମୁଁ ଠିକ୍ ସେମିତି ଗଛରେ ଚଢ଼ି ରହିବି ଏବଂ ଡାହାଣୀ ଯେମିତି ଯିବ ତାର ଜୁଡ଼ିରୁ ମଦ କାଢ଼ି ଆଣିବି। ବିଲୁଆ ଓ ବାଘ ଏପରି କଥା ହୋଇ ରହିଲେ ଏବଂ ତା ପରଦିନ ସକାଳେ ହେବା ପରେ ବିଲୁଆ ପୂର୍ବଥର ପରି ପୁଣି ଥରେ ଗଛରେ ଚଢ଼ିକି ରହିଲା ଏବଂ କିଛି ସମୟ ପରେ ଦେଖିଲା ଡାହାଣୀ ସେଇ ବାଟ ଦେଇ ଯାଉଥାଏ। ଏହି ମୌକାର ଫାଇଦା ଉଠାଇ ପୁଣି ଥରେ ବିଲୁଆ 2ଟି ମଦ ବୋତଲ କାଢ଼ି ଆଣିଲା ଏବଂ ତାପରେ 2 ଜଣ ବସି ମଦ ପିଇବାରେ ଲାଗିଲେ। अरे बिलु, आमे 2 दिन हेबो से डाहाणी झुड़ीरू मद आनिकी मागणारे पिउछंती। जदि से ए विषय जानी दिए ना, ताहले बहुत बड़ असुविधारे आमे 2 जण पड़ी जिबा। दरकार पड़िले से डाहाणी आमको टंका मागिदेब। एकरे आम पाखरे फुटी कौड़ीटे भी नहीं, आमे ताकू टंका केउठी आनिकी देबा। अरे मामा, गोटे भलो समय रे एपरी अशुभ कथा कहूछ काहेकी? जहाँ हेबा कथा आगको देखिबा। एबे मद पीबा ऊपर फोकस कर। या छोड़ा ए डाहाणीटा पूरा मूर्ख, कारण आमे 2 दिन हेबो ता झुड़ीरू मद बोतल काढिकी आनुचंती, हेले सेटा जानी पारुनी। तेणु तमे बिना चिंतारे मद पियो। मु बहुत चतुरतार सह से डाहाणी झुड़ीरू मद आनिबी, जेमिति से जमा भी जानी पारिबो नाही एवं आमे एपरी प्रत्येक दिन मद पीबा। ଓ ଏ ପାଖରେ ଡାହାଣୀ ମଦ ବିକି ସାରିବା ପରେ
ତାର ପୁଣି ଥରେ 1000 ଟଙ୍କା ସର୍ଟ ହେଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା, କାରଣ କାଲି ତା ଦ୍ୱାରା ଭୁଲ ହୋଇ 2ଟି ମଦ ବୋତଲ ଗଳି ପଡ଼ିଥିଲା, ହେଲେ ଆଜି ପୁଣି ଥରେ ଗଳି ପଡ଼ିଲା ନା କ'ଣ? ଏପରି ଭାବି କହିଲା, ଆରେ ଇଏ କ'ଣ, ଆଜି ପୁଣି ଥରେ 1000 ଟଙ୍କା ସର୍ଟ ହେଲା? ଏପରି କେମିତି ହେଲା? କାଲି ହୁଏତ ମୋ ଝୁଡ଼ିରୁ ଗଳି ପଡ଼ିଥିଲା ଓ ସେ ବିଲୁଆ ଓ ବାଘ ପିଇ ଦେଇଥିଲେ, ହେଲେ ଆଜି ତ ମୁଁ ବହୁତ ସାବଧାନରେ ଆଣିଛି, ହେଲେ ତଥାପି 2ଟି ମଦ ବୋତଲ କମ୍ ହୋଇଗଲା କେମିତି? ସେ ବିଲୁଆ ଓ ବାଘ ଆଉ ମଦ ପିଇ ଦେଇନାହାନ୍ତି ତ? ଯଦି ଏପରି ହେଉଛି ତାହେଲେ ମୋତେ ତାଙ୍କୁ ପାନେ ଦେବାକୁ ପଡ଼ିବ। ଏପରି କହି ଡାହାଣୀ ତାର ଘରକୁ ଫେରିବାରେ ଲାଗିଲା ଓ ସେ ଫେରୁ ଫେରୁ ପୂର୍ବଦିନ ପରି ଦେଖିଲା ବିଲୁଆ ଓ ବାଘ ମଦ ପିଇ ନିଘୋର ନିଦରେ ଶୋଇଛନ୍ତି। ଏହା ଦେଖି ସେ ବହୁତ ଜୋରରେ ରାଗିଗଲା ଓ କହିଲା, ଆରେ ଇଏ କ'ଣ, କାଲି ବି ଏମାନେ ମଦ ପିଇଥିଲେ, ଆଜି ବି ଏମାନେ ପିଇଲେ। ଯଦି ମୋ ମଦ ଝୁଡ଼ିରୁ ଗଳି ପଡ଼ୁଥିବ ତାହେଲେ ଆଉ କିଏ ପାଇପାରିଥାନ୍ତା, ହେଲେ 2 ଦିନ ହେବ ଏ 2 ଜଣ କେମିତି ପାଉଛନ୍ତି? ମୋତେ ତ ଲାଗୁଛି ଏ 2ଟା ମଦ ଚୋରି କରୁଛନ୍ତି ବୋଧେ। ବାସ୍ ଥରେ ଖାଲି ମୁଁ ଏ ବିଷୟରେ ପ୍ରମାଣ ସହିତ ଜାଣିପାରେ, ତାପରେ ୟାଙ୍କ କଥା ବୁଝିବି। ଏପରି କହି ଡାହାଣୀ ସେଠାରୁ ପଳାଇଲା ଏବଂ ଧୀରେ ଧୀରେ ସମୟ ଗଡ଼ି ତା ପରଦିନ ସକାଳ ହେଲା। ହେଲେ ଡାହାଣୀ ଆଜି ପୁରା ପ୍ରସ୍ତୁତ ହୋଇ ଆସିଥିଲା, ମାନେ ତାର ଝୁଡ଼ିର ମଦ ନଥିଲା, ବରଂ ମଦ ବୋତଲରେ ଡାହାଣୀ ପେଟ ବିନ୍ଧା ଔଷଧ ପାଣି କରି ପୁରାଇକି ଆଣିଥିଲା। ଡାହାଣୀ ତାର ଘରଠାରୁ କିଛି ବାଟ ଆସିବା ପରେ ହଠାତ୍ ତାର ନଜର ପଡ଼ିଲା ବିଲୁଆ ଗଛ ଉପରେ ଚଢ଼ି ତାର ମଦ ଚୋରି କରିବା ପାଇଁ ନଜର ରଖିଛି। ଡାହାଣୀ ବିଲୁଆକୁ ଦେଖି ମନେ ମନେ ଭାବିଲା, ହଉରେ ବିଲୁଆ, ଆଜି ତତେ ଦେବି ପାନେ, କାରଣ ଆଜି ମୋ ଝୁଡ଼ିରେ ମଦ ନାହିଁ, ବରଂ ପେଟ ବିନ୍ଧା ମେଡିସିନ ଅଛି। ତୁ ଓ ବାଘ ୟାକୁ ପିଇବା ପରେ ପେଟ ବିନ୍ଧିବାର କଷ୍ଟ କ'ଣ ଜାଣିପାରିବ। ଡାହାଣୀ ଏପରି ଭାବି ସେଠାରୁ ଯିବାରେ ଲାଗିଲା ଏବଂ ବିଲୁଆ ତାର ପ୍ଲାନ୍ ଅନୁସାରେ ପୁଣି ଥରେ 2ଟି ମଦ ବୋତଲ ଡାହାଣୀ ଝୁଡ଼ିରୁ ନେଇଗଲା ଏବଂ ଡାହାଣୀ ସେଠାରୁ ପଳାଇବା ପରେ 2 ଜଣ ମଦ ପିଇବାରେ ଲାଗିଲେ। ଆରେ ବିଲୁ, ଆଜି କ'ଣ ମଦଟା ଏପରି ଅଜୀବ ପ୍ରକାର ଲାଗୁଛି? 2 ଦିନ ହେବ ମଦ ପିଉଥିଲେ ଭଲ ଲାଗୁଥିଲା, ହେଲେ ଆଜି ଏମିତି ବାଜ୍ୟ ଉପରେ ଟେଷ୍ଟି ଲାଗୁଛି କାହିଁକି? ଆରେ ମାମା, ମାନେ ଅଛି ନା କ'ଣ? ସବୁବେଳେ ଗୋଟିଏ ପ୍ରକାର ମଦ ମୁଁ ଝୁଡ଼ିରୁ କାଢ଼ିବି ବୋଲି ଆଜି ବୋଧେ ନୂଆ ମଦ ନେଇ ଆସିଛି, ସେଥିପାଇଁ ତମକୁ ଏପରି ଟେଷ୍ଟି ଲାଗୁଥିବ। ନୂଆ ମଦ ମାନେ ବୋଧେ ଅଧିକ ନିଶା ହେବ, ତେଣୁ ବେଶୀ କିଛି ନ ଭାବି ତମେ ମଦ ପିଇବା ଉପରେ ଫୋକସ୍ କର। ବିଲୁଆ ଏପରି କହିବା ପରେ 2 ଜଣ ମଦ ପିଇବାରେ ଲାଗିଲେ ଏବଂ ଧୀରେ ଧୀରେ ସମୟ ଗଡ଼ି କିଛି ସମୟ ଗଡ଼ିବା ପରେ ହଠାତ୍ 2 ଜଣଙ୍କର ପେଟ ବିନ୍ଧିବାରେ ଲାଗିଲା। ଏହା ଦେଖି ବାଘ କହିଲା, ଆରେ ବିଲୁ, ମରିଗଲି ରେ ମରିଗଲି, ମୋ ପେଟ ଜୋରେ ବିନ୍ଧୁଛି ରେ, ଲାଗୁଛି କଷ୍ଟ କାରଣରୁ ମୋ ପେଟ ଫାଟିଯିବ ବୋଧେ। ଆରେ ଏ ବିଲୁ, ଲାଗୁଛି ନୂଆ ମଦ ଆମକୁ ସୁଟ୍ କଲାନି ବୋଧେ, ସେଥିପାଇଁ ପେଟ ବିନ୍ଧିଲା। ଆରେ ମାମା, ଖାଲି ତମ ପେଟ ନୁହଁ, ମୋ ପେଟ ମଧ୍ୟ ଜୋରେ ବିନ୍ଧୁଛି, ତେଣୁ ମୋତେ ବି ମଧ୍ୟ ସେଇଆ ଲାଗୁଛି। ଏ ମଦ ମୋତେ ସୁଟ୍ କଲାନି ବୋଧେ। ମା ଲୋ, ମରିଗଲି ଲୋ ମା, କି କଷ୍ଟ ଲୋ ମା। 2 ଜଣ ଏପରି କଥା ହେଉଥିବା ବେଳେ ସେଠାରେ ଡାହାଣୀ ଆସି ପହଞ୍ଚିଗଲା ଏବଂ କହିଲା, ଆରେ ଏ ମୂର୍ଖ ବିଲୁଆ ଓ ବାଘ, ତୁମେ 2ଟା ମୋ ମଦ ଚୋରି କରି ପିଉଥିଲ ନାହିଁ, ଏବେ ପାଇଲ ତ ପାନେ। ମୁଁ ଆଜି ମଦ ନୁହଁ, ବରଂ ପେଟ ବିନ୍ଧା ଔଷଧ ଆଣିଥିଲି, ଯାହାକୁ ତମେ 2 ଜଣ ପିଇ ତମ ପେଟ ବିନ୍ଧିଲା। ଏ ପେଟ ବିନ୍ଧା ପାଖାପାଖି 2 ଦିନ ରହିବ ଓ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଇଦେବ ମୋ ମଦ ଚୋରି କରି କେତେ ବଡ଼ ଭୁଲ କଲ। ଆରେ ଆସିଥିଲ ମୋ ମଦ ଚୋରି କରିବା ପାଇଁ। ଏସବୁ କଥା ଶୁଣି ବିଲୁଆ ଓ ବାଘ ଆଶ୍ଚର୍ଯ୍ୟ ଓ କଷ୍ଟ ସହକାରେ ଦୁହେଁ ଦୁହିଁଙ୍କୁ ଅନାଇ ରହିଲେ।